ଜାଗରରେ ଜଳିବ ଦୀପ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ବିରିପୁର ଗାଁର କୁମ୍ଭକାରଙ୍କୁ ଫୁର୍ସତ ନାହିଁ। ଅନ୍ୟପଟେ ସରକାରୀ ପ୍ରୋତ୍ସାହନ ଅଭାବରୁ ଦୁର୍ଦ୍ଦିନରେ କାଳତିପାତ କରୁଛନ୍ତି କୁମ୍ଭକାର ପରିବାର। ପ୍ରସ୍ତୁତ ହେଉଛି ଭଳିକି ଭଳି ମାଟି ଦୀପ। ମହାଶିବରାତ୍ରି ପାଇଁ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ବିରିପୁର ଗାଁରେ 25 ପରିବାର ଦୀପ ତିଆରିରେ ବ୍ୟସ୍ତ, କିନ୍ତୁ ପରିଶ୍ରମ ଅନୁଯାୟୀ ପାରିଶ୍ରମିକ ନ ମିଳୁଥିବାରୁ ଅସନ୍ତୁଷ୍ଟ। ପୂର୍ବରୁ ଗାଁର 200 ପରିବାର ଏହି କୌଳିକ ବୃତ୍ତିକୁ ଆଦରି ନେଇଥିଲେ, ମାତ୍ର ଏହି ସଂଖ୍ୟା ଏବେ 25ରେ ସୀମିତ। ଆମେ ସବୁ ଦୀପ ଆଇଟମ ବନଉଛୁ। ଏବେ ଶିବରାତ୍ରି ଟାଇମଟା ସବୁ ଦୀପର ସବୁ ଚାଲିଛି। ତାପରେ ଲୋକମାନେ ସେ ଦୀପ ବି ଏବେ କେହି ପସନ୍ଦ କରୁନାହାନ୍ତି। ଆଉ ଏବେ ତ ଚାଇନା ଦୀପ ସବୁ ଆସିଲାଣି, ଏତା ହେଲାଣି, ଆମତେ ବି କିଛି ସହଯୋଗ ନାହିଁ, କିଛି ନାହିଁ ଗଭର୍ଣ୍ଣମେଣ୍ଟ ତରଫରୁ। ଆଉ କ'ଣ କରିବା, ଏଇ ଦୀପ କରିକିରି ଆମେ ବୃତ୍ତି ଆମର ପୂର୍ବପୁରୁଷରୁ କାମ କରି ଆସୁଛନ୍ତି ଲୋକମାନେ। ଆମେ ବି ସେ ବୃତ୍ତି ଆମେ ପଢ଼ାପଢ଼ି କରୁଛୁ ମଧ୍ୟ, କିନ୍ତୁ ଏ ବୃତ୍ତିରେ ଲାଗିଛୁ। ଆଉ ଆମର ଶିବରାତ୍ରିର ଦୀପ ଯୋଉ ଆଗ ଥିଲା ଚାହିଦା ଥିଲା, ବର୍ତ୍ତମାନ ଚାହିଦା ନାହିଁ। ଆଗର ଭଳି ସେଲ୍ସ ନାହିଁ। ପ୍ରଥମେ 200 ପରିବାର କରିଥିଲୁ, ବର୍ତ୍ତମାନ 20 ପରିବାର କରୁଛୁ। ସେଥିରେ ବି ଆମର ପେଟ ପୋଷ ଇଏ ହଉନି, ଚାହିଦା ନାହିଁ କିଛି। ଅନ୍ୟପଟେ ଚାଇନା ଦୀପ ମାଟି ଦୀପକୁ ପ୍ରଭାବିତ କରୁଛି। ତଥାପି କୌଳିକ ବୃତ୍ତିର ମୁହଁ କିଛି ଲୋକଙ୍କୁ ପାଗଳ କରିଛି। ସରକାରୀ ପ୍ରୋତ୍ସାହନକୁ ସେମାନେ ଅନାଇ ବସିଛନ୍ତି। ଏଠି କୁମ୍ଭାର ପ୍ରାୟ 200 ଘର ଅଛନ୍ତି, ସେଥିମଧ୍ୟରୁ 30-40 ଘର କାମ କରୁଛନ୍ତି, ବୁଝିଲେ। ଆଉ ଦୀପ ଟାଇମରେ ସିଜନରେ ଆସିଲେ ଆଗା ଟିକେ ସେଲିଂ କମ୍, ସେଲିଂର ଚାହିଦା କମ୍ ହେଇଯାଉଛି ଦୀପର ମାଟିକି ଦେଖିଲେ। ଆଉ ମାଟି ଚକୁଡ଼ା ମେସିନ ମଧ୍ୟ ନାହିଁ। ଆମର ପୂର୍ବ ପିଢ଼ିରୁ ଅଛି ବୋଲି ଏ କାମ କରିଅଛୁ। ଆଗରୁ 200ରୁ ଊର୍ଦ୍ଧ୍ୱ ପରିବାର ଆମର କୁମ୍ଭକାର ପରିବାର ଥିଲେ, କିନ୍ତୁ ଆସ୍ତେ ଆସ୍ତେ ଏ କୌଳିକ ବ୍ୟବସାୟଟା ତାଙ୍କର ସେତେ ଆମର ଡିମାଣ୍ଡ ନ ରହିବା ଯୋଗୁଁ ସେଗୁଡ଼ା କ'ଣ ହେଲା, ଆସ୍ତେ ଆସ୍ତେ ସେମାନେ ମଧ୍ୟ ସେଥିରୁ ନିବୃତ୍ତ ରହିଲେ ଏବଂ ସେମାନେ ବାହାରକୁ ହୁଏତ ଦାଦନ ଖଟିବାକୁ ମଧ୍ୟ ଯାଇଛନ୍ତି। ଏଥିରେ ଦ୍ୱିମତ ନାହିଁ। ସେମାନେ ଆଉ ଯୋଉ 20 ପରିବାର ଅଛନ୍ତି, ସେମାନେ ଦିନରାତି ସଂଘର୍ଷ କରିକି ସେ କୌଳିକ ବୃତ୍ତିଟାକୁ କିପରି ବଞ୍ଚେଇ ରଖିବେ ସେ ପ୍ରତି ଅହରହ ଚେଷ୍ଟା କରୁଛନ୍ତି। ଏଇ କୁମ୍ଭକାର ପରିବାର ଯେତିକି ଅଛନ୍ତି ତାଙ୍କୁ ବିଲୁପ୍ତ କରିବାକୁ ଦିଅନ୍ତୁ ନାହିଁ, ସେମାନଙ୍କ ମୁହଁରେ ଟିକେ ହସ ଫୁଟାନ୍ତୁ। ଏ ଆମର ପରମ୍ପରା, ଆମ ସଂସ୍କୃତି ସବୁବେଳେ ବଜାୟ ରହୁ। ଗଞ୍ଜାମ ଜିଲ୍ଲା ଛତ୍ରପୁରରୁ ସନ୍ତୋଷ କୁମାର ସାହୁଙ୍କ ରିପୋର୍ଟ, କଳିଙ୍ଗ ଟିଭି।